ମୁଁ ତ ଗତକାଲି ରାତି 1ରେ ଖବର ପାଇଥିଲି ଏବଂ ଫାୟାର ବାଲାଙ୍କୁ ମଧ୍ୟ ଖବର ଦିଆଯାଇଥିଲା। ତାଙ୍କର ପରିଶ୍ରମ ମାନେ ଗତକାଲି ରାତିରୁ ମୁଁ ଆଇଆଇସିଙ୍କ ସାଙ୍ଗେ ସକାଳେ ମଧ୍ୟ କଥା ପୁରା ପୂର୍ଣ୍ଣ ମାତ୍ରାରେ ତାଙ୍କର ପରିଶ୍ରମ କିଭଳି ଭାବେ ନିଆଁକୁ ଆୟତ୍ତ କରିହେବ, ବନ୍ଦ କରିହେବ ପୁରା ଦମରେ ଲାଗିଛନ୍ତି। ତା ସତ୍ତ୍ୱେ ଯେହେତୁ କମର୍ସିଆଲ କମ୍ପ୍ଲେକ୍ସ ଏଠି ଅଲଗା କିଛି ବାଟ ନଥାଏ, ତେଣୁ ନିଆଁ ଲିଭୁନି। ବିଶେଷ ଭାବରେ ପ୍ଲାଷ୍ଟିକ ଜିନିଷ ବହୁତ ପ୍ଲାଷ୍ଟିକ ଜିନିଷ ରହିଯାଇଥିବାରୁ ନିଆଁକୁ ଲିଭେଇବା, ନିଆଁକୁ ଆୟତ୍ତ କରିବା ନିଶ୍ଚିତ ଭାବେ କଷ୍ଟ ହେଉଛି। ମୁଁ ଫାୟାର ବାଲାଙ୍କ ସାଙ୍ଗେ ମଧ୍ୟ କଥା ହେଉଛି, ଧନ୍ୟବାଦ ଦେବି। ସେମାନେ ତାଙ୍କର ଅକ୍ଳାନ୍ତ ପରିଶ୍ରମ ଜାରି ରଖିଛନ୍ତି। ଗୋଟେ ମାନେ ବିରାଟ ଅଗ୍ନିକାଣ୍ଡ ସୃଷ୍ଟି ହେବ ନାହିଁ। ଏଭଳି ଅଗ୍ନିକାଣ୍ଡ ଦୀର୍ଘ ସମୟ ଧରି ଫାୟାର ବାଲାଙ୍କର ଆପ୍ରାଣ ଚେଷ୍ଟା ସୁଦ୍ଧା ଏହା ଏବେ ବନ୍ଦ ହୋଇନାହିଁ। ସେମାନେ ଉପରକୁ କ୍ରେନ୍ ସାହାଯ୍ୟରେ ଉପରକୁ ସମସ୍ତ ପ୍ରଚେଷ୍ଟା ମଧ୍ୟ ଜାରି ରଖିଲେଣି। ଯଦି ବା ଅଲଗା କୌଣସି ବିଲ୍ଡିଂ କି ଏ ଫାୟାର ବା ନିଆଁ ଆଗକୁ ଯାଇନାହିଁ, এই বিল্ডিং ভিতরে সীমিত ଅଛି। ଚତୁଃପାର୍ଶ୍ୱରେ ଫାୟାର ବାଲା ରେଡି ହେଇକି ଅଛନ୍ତି ଏବଂ ପାଣି ମଧ୍ୟ ପାଖାପାଖି 60 ଟ୍ରିପ୍ ପାଖାପାଖି ପାଣି ମଧ୍ୟ ଆଜିରେ ନିୟୋଜନ କରାଗଲାଣି ବା ଲିଭେଇବା ପାଇଁ ବ୍ୟବହାର କରାଗଲାଣି। ତା ସତ୍ତ୍ୱେ ମଧ୍ୟ ଏହା ସମ୍ପୂର୍ଣ୍ଣ ଭାବରେ ଲିଭି ନାହିଁ। ତେଣୁ ଚଲେଇଛନ୍ତି, ପୁରା ପ୍ରଚେଷ୍ଟା ଚଲେଇଛନ୍ତି ଫାୟାର ବାଲା। ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେବି। ସ୍ଥାନୀୟ ଯୁବକମାନେ, ପୋଲିସ ବାହିନୀର ମାନେ ସମସ୍ତଙ୍କ ପ୍ରଚେଷ୍ଟାରେ କାମ ଚାଲିଛି। ଇଏ ଗୋଟେ ଦୁର୍ଘଟଣା। ନିଶ୍ଚିତ ଭାବେ ଓନରଙ୍କ ସାଙ୍ଗେ ମଧ୍ୟ କଥା ହୋଇଥିଲି। ଏକ ବିପଦର ସମୟ, ଆମେ ସମସ୍ତେ ମିଳିତ ଭାବେ এই ବିପଦ ସମୟରେ ତାଙ୍କ ପଛରେ ଛିଡ଼ା ହେବା, ନିଆଁ ଲିଭେଇବା ପ୍ରାଥମିକ କାମ। ତାପରେ ଆମେ ଦେଖିବା କ'ଣ ତାଙ୍କର ବଞ୍ଚିଛି ଇଏ ତଳ ଫ୍ଲୋରରେ ଯାହା ବଞ୍ଚିଥିବ କ'ଣ ହେବ ତା ପରବର୍ତ୍ତୀ କଥା। କିନ୍ତୁ ଏହା ଗୋଟେ ବିରାଟ ବିପଦ, କେବଳ ତାଙ୍କ ପାଇଁ ନୁହେଁ ଏ ଅଞ୍ଚଳ ପାଇଁ ମଧ୍ୟ। ନିଆଁ ଲାଗିବା ଦ୍ୱାରା ଚତୁଃପାର୍ଶ୍ୱ ମଧ୍ୟ, ସେ ଘର ମାଲିକଙ୍କର ତ ଘର ଭାଙ୍ଗିଛି, ବିଜନେସ୍ ଯିଏ କରୁଛନ୍ତି ତାଙ୍କର ଶହ ଶହ ହଜାର ହଜାର ଟଙ୍କାର ଲସ୍ ହେଇଛି, କୋଟି କୋଟି ଟଙ୍କା ଲସ୍ ହେଇଛି। କିଭଳି ଭାବେ ସେ ଭରପାଇ କରିବେ ପରବର୍ତ୍ତୀ ଅବସ୍ଥାରେ ତାକୁ ମଧ୍ୟ ଆମେ ଦୃଷ୍ଟି ଦେବା। ସବୁଠୁ ପ୍ରାଥମିକତା ଏଠି ନିଆଁ ଲିଭେଇବା ପାଇଁ ସମସ୍ତେ ଚେଷ୍ଟା ଜାରି ରଖିଛନ୍ତି। ମୁଁ ଭାବୁଛି ଆଉ କିଛି ସମୟ ପରେ ନିଆଁ ଲିଭି ଯାଇପାରେ। ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେବି। ଗତକାଲି ରାତି 10:30ରୁ ସମସ୍ତଙ୍କୁ ମିଳିତ ଉଦ୍ୟମରେ এই ନିଆଁ ବନ୍ଦ ପାଇଁ ପ୍ରଚେଷ୍ଟା ଚାଲିଛି। ମାଲିକଙ୍କ ସହିତ ଆପଣ ଆଲୋଚନା କଲେ, କ'ଣ ସିଏ ତାଙ୍କ ଦୁଃଖ ଜଣାଉଥିଲେ, କୋଉ ମେନଲି କ'ଣ କାରଣ ସିଏ କହୁଛନ୍ତି? ଦେଖନ୍ତୁ, ତାଙ୍କର ତ ବିରାଟ ଦୁଃଖ। ଏ ଦୁଃଖ ସମୟରେ ତାଙ୍କୁ ଏବେ କାରଣ ନ ପଚାରିଛି କିଭଳି ଭାବେ ବନ୍ଦ ହବ, ନିଆଁ ଆୟତ୍ତ ହବ ଏବଂ କ'ଣ ତା ଦେହରୁ ବଞ୍ଚି ଯାଇଛି ତା ପରବର୍ତ୍ତୀ ଅବସ୍ଥାରେ ତା ସାଙ୍ଗେ ନିଶ୍ଚିତ ଭାବେ ସେ କଥାକୁ ତାଙ୍କ ସାଙ୍ଗେ ଆଲୋଚନା କରିବୁ କି ନିଶ୍ଚିତ ଭାବେ ତାଙ୍କୁ କ୍ଷତିପୂରଣ ଦେବା ପାଇଁ ଆମେ ଚେଷ୍ଟା କରିବୁ ଏବଂ ତାଙ୍କର କ'ଣ କ'ଣ କ୍ଷତି ହେଇଛି, କ'ଣ ହେଇଛି ନିଆଁ ଆୟତ୍ତ ହେଲା ପରେ ସେସବୁ ଜଣାପଡ଼ିବ। ମୁଁ ଭାବୁଛି ଆଉ କିଛି ସମୟ ଅପେକ୍ଷା କରନ୍ତୁ। କହିଲେ କି ଜାଗା ମାଲିକ ଅଛନ୍ତି, ତିଆରି କରୁଛନ୍ତି, ଭଲ କି ଯାହା କରିବା ପାଇଁ ଦଉଛନ୍ତି, ପ୍ରପର ଗାଇଡଲାଇନ ଅନୁସାରେ ଯଦି କରୁଥିଲେ ଭଲ ହୁଅନ୍ତା। କାହିଁକିନା ରାସ୍ତା ଚାରିପଟେ ଖୋଲା ରଖିବା କଥା, ସେ ନାହିଁ କିନ୍ତୁ ସେ ମାନେ କଣ୍ଡିସନରେ ଦେଇ ଦଉଛନ୍ତି। କେମିତି କ'ଣ ହେଇଛି ସେ କଥାକୁ ତ ମୁଁ ଆଉ ଏବେ ଜାଣିନାହିଁ। ମୁଁ ପରବର୍ତ୍ତୀ ଅବସ୍ଥାରେ ଯେଉଁମାନେ ବିଲ୍ଡିଂ କରୁଛନ୍ତି ଏ ପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ। ସରକାରଙ୍କଠୁ ଆପଣ ପ୍ଲାନ୍ ଆପ୍ରୁଭ୍ ଆଣିଲେ, ତାପରେ ମନ ଇଚ୍ଛା କରିଦେଲେ ଏଇଟା କେବଳ ସେ ଲୋକର କ୍ଷତି ବା ଘର ଓନରର କ୍ଷତି ନୁହେଁ, ଏ ସମାଜର କ୍ଷତି। ଏତେ କୋଟି କୋଟି ଟଙ୍କାର ଜିନିଷ ନଷ୍ଟ ହେଇଯାଉଛି, ପୋଡ଼ି ଯାଉଛି। କେତେ ଲୋକ ଆଜି ନିୟୋଜନ ହେଇଛନ୍ତି ଗତକାଲି ଠାରୁ। ଫାୟାର ବାଲା, ପୋଲିସ ବାଲା, ଆପଣମାନେ ବିଶେଷ ଭାବରେ ସାମ୍ବାଦିକ ବନ୍ଧୁମାନେ ପୁରା କ୍ରମାଗତ ଭାବେ ଚଲେଇଛନ୍ତି, ଟିଭିରେ ଦେଖାଉଛନ୍ତି। ଆପଣମାନଙ୍କୁ ମଧ୍ୟ ଧନ୍ୟବାଦ ଦେବି ଏ କାର୍ଯ୍ୟକ୍ରମକୁ ଏବଂ ଆ ଦ୍ୱାରା ଅଲଗା ଲୋକମାନେ ମଧ୍ୟ, ବ୍ୟବସାୟୀମାନେ ମଧ୍ୟ ଶିଖନ୍ତୁ। ଏଭଳି ଯୋଉଠି ନିଆଁ ଲାଗୁଛି ହଠାତ୍ ତାକୁ ବନ୍ଦ କରିହେବ ତାକୁ ମଧ୍ୟ ଶିଖନ୍ତୁ। ଆପଣମାନଙ୍କୁ ଅଶେଷ ଧନ୍ୟବାଦ। ଏଇଟା ଆମ ସାମାଜିକ କାମ, ସମସ୍ତେ ମିଳିମିଶି ଇଏକୁ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା